ମଣିଷ ଏତେ ବଡ଼ ଶରୀର ପାଇଛୁ, ଦୁର୍ଲଭ ଜନ୍ମ ମଣିଷ ଜନ୍ମ ପାଇଛୁ। ମଣିଷ ଜନ୍ମ ପାଇ କାହିଁକି ଏତେ ବଡ଼ ଅଜ୍ଞାନତା ହଉଛି ତମ ଭିତରେ? ଏତେ ବଡ଼ ମଣିଷ ଜନ୍ମ ପାଇ କାହିଁକି ପର କଥା ଆଲୋଚନା କରୁଛୁ? ପବିତ୍ର କଥାକୁ ଗ୍ରହଣ କର, ପୂର୍ବ କଥାକୁ ଟିକେ ମନେ ପକେଇ ଦେ। ଏତେ ବଡ଼ ଶରୀର ପାଇ ଏ ଶରୀର କାହିଁକି ରୋଗାକ୍ରାନ୍ତ କରିବା? ସୁଖାଦ୍ୟ ଭୋଜନ କର, ସୁଚିନ୍ତାହାର, ସମସ୍ତଙ୍କୁ ସତ୍ ବାଟରେ ଯିବା ପାଇଁ ବତାଅ, ଶତ୍ରୁକୁ ବିନାଶ କର, ସମସ୍ତେ ଶାନ୍ତିରେ ରହିବା ଏ ସଂସାର ଭିତରେ। ଏ ସଂସାର ଭିତରେ ଶାନ୍ତିରେ ରହିବା ପାଇଁ ଅନେକ ପ୍ରକାର ମୁନି ଋଷିମାନେ ଅନେକ ପ୍ରକାର ଉଦାହରଣ ଦେଇଛନ୍ତି। ତେଣୁ ଆଜିର ମଣିଷ ଅଜ୍ଞାନର ବଶ ହୋଇଥାଏ କଣ କରୁଛି? ନିଜ ଜୀବନକୁ ସେ ନିଜେ ଜଳାଞ୍ଜଳି ଦଉଛି। ଏତେ ବଡ଼ ଶରୀର ପାଇଁ ରୋଗକ୍ରାନ୍ତ ହେଇଯାଉଛି। ଦେଇଛି ଗାଡ଼ିରେ ଦେଇଛି 200 କଣ୍ଟା ଦେଇଛି ଚଲେଇବା ପାଇଁ। ଆମେ 200 ସ୍ପିଡରେ ଗାଡ଼ି ଚଲାନ୍ତି, କଣ ହବ ପରିସ୍ଥିତି? କୋଉଠି ପଡ଼ିଗଲେ? ପଶୁମାନେ ଆଗକୁ ପଳେଇ ଆସନ୍ତି, ମଣିଷମାନେ ଆଗକୁ ଆସନ୍ତି। ଯେତେବେଳେ ମଣିଷ ପଶୁ ତୁଲ୍ୟ ହେଇଯାଏ ସେତେବେଳେ ସେ ଆଗକୁ ପଳେଇ ଆସେ, ବାଡ଼ବାଡ଼ି ହେଇଯାଆନ୍ତି। ତେଣୁ ଆମେ ମଣିଷର କର୍ମ କରୁନାହାନ୍ତି, ପଶୁ ତୁଲ୍ୟ କର୍ମ କରୁଛନ୍ତି। ସେ 120 କଣ୍ଟା ଦେଇଛି ବୋଲି ଆମେ 120 ଗାଡ଼ି ଚଲାଉଛୁ। ସେଇଥିପାଇଁ ମୁଁ ସବୁବେଳେ କହେ, କଣ କହେ ପ୍ରବଚନରେ ନା ଗୋଟିଏ କଥା କହେ, ବାବୁରେ ତମ ବାହାଘରକୁ ଯୋଉ ପଣ୍ଡିତ ଆସିଥିଲେ ମୋ ବାହାଘରକୁ ସେଇ ପଣ୍ଡିତ ଆସିଛନ୍ତି। ଆମ ସ୍ତ୍ରୀ ଛାଡ଼ିକି ପଳୁଛନ୍ତି, ତମ ସ୍ତ୍ରୀ ତମ ପାଖରେ ଅଛନ୍ତି। କାହିଁକି ନା ମୁଁ ପ୍ରତ୍ୟେକ ଦିନ ମଦ୍ୟପାନ କଲି, ପ୍ରତ୍ୟେକ ଦିନ ଅଭାବ ରହିଲା, ସ୍ତ୍ରୀ ଆପେ ଆପେ ଛାଡ଼ିକି ପଳେଇଲା। କାରଣ ସିଏ ପ୍ରତ୍ୟେକ ଦିନ ରୋଜଗାର କରୁଛି, ପ୍ରତ୍ୟେକ ଦିନ ସୁଖାଦ୍ୟ କହୁଛି, ଭଲ କଥା କହୁଛି, ଭଲ କହୁଛି, ତା ସ୍ତ୍ରୀ ତା ପାଖରେ ଅଛି। କିନ୍ତୁ ପାଠ ତ ଗୋଟିଏ ଥିଲା, ଏ କଥା କାହିଁକି ହେଲା? ପଣ୍ଡିତ ତ ଆସିକି ମୋ ଘରେ ପାଠ ପଢ଼େଇଥିଲା, ଘରେ ତ ଆସିକି ମନ୍ତ୍ର ଉଚ୍ଚାରଣ କରି ମତେ ସବୁ ରିଷ୍ଟରୁ ଖଣ୍ଡନ କରି ଦେଇଥିଲା। ଏ କଥା ପୁଣି କାହିଁକି ଘଟିଲା? ପର କଥାକୁ ନେଇକି ପଣ୍ଡିତ ଦଣ୍ଡରୁ ମୁକ୍ତ କରନ୍ତି। ପଣ୍ଡିତ ଦଣ୍ଡରୁ ମୁକ୍ତ କରିବା ପାଇଁ ତମକୁ ଏସବୁ ଉଦାହରଣ ଦେଇଥିଲେ, ହେଲେ ତମେ କାରଣ ଜାଣିପାରିଲ ନାହିଁ। ପ୍ରତ୍ୟେକ ଦିନ ମଦ୍ୟପାନ କଲ, ଆସିକି ବାଡ଼େଇଲ। କୋଉଠିକି ଗଲନି? ମଦ୍ୟପାନ କଲ, ପଶୁ ତୁଲ୍ୟ କର୍ମ କଲ, ଘରେ ଆସିକି ବସିଲ, ରୋଜଗାର ନାହିଁ, ସ୍ତ୍ରୀକୁ ଖାଇବା ପାଇଁ ଦେଇପାରିଲନି, ଶାଢ଼ୀ ଖଣ୍ଡେ ଦେଇପାରିଲନି, ଛାଡ଼ିକି ପଳେଇଲ। ମଦ୍ୟପାନ କଲା ପରେ ଆସିକି ବାଡ଼େଇଲ। ଯେତେବେଳେ ରୋଜଗାର ନଥାଏ ମଣିଷ ମଦ୍ୟପାନ କରେ, ଅତି ଖୁସିରେ ମଦ ପିଏ, ଅତି ଦୁଃଖରେ ମଦ ପିଏ। ତେଣୁ ଆସିକି ବାଡ଼େଇଲା, ପଳେଇଲା। କିନ୍ତୁ ବ୍ରାହ୍ମଣ କଣ ଭୁଲ ରହିଲା? ସେ ପରଦଣ୍ଡ ମୁକ୍ତ କରିବାକୁ ଆସିଥିଲା। ତ ବାହାରୁ ଯୋଉ ପାଠ ପଢିଥିଲା, ଏ ବାହାରୁ ସେଇ ପାଠ ପଢିଥିଲା, ଯୋଉ ମନ୍ତ୍ର ଉଚ୍ଚାରଣ କରିଥିଲା ସେ ସେଇ ମନ୍ତ୍ର ଉଚ୍ଚାରଣ କରିଥିଲା। କାହିଁକି? କଣ ଲାଭ ମିଳିଲା? ତେଣୁ ସେଇଥିପାଇଁ ମହାପ୍ରଭୁ କହିଲେ, କର୍ମ ତ ହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। କାହିଁକି ପଣ୍ଡିତ ଏ କଥା ଲେଖିଲେ? ନା ନିଜ ମନକୁ ସଂଯମ କରିବା, ମନ ସଂଯମ କରି ହୃଦୟ ଆନନ୍ଦ ଦିଅ ମୋର ପାଦେ। ମନକୁ ଯଦି ଆମେ ସଂଯମ ନ କରିପାରିବା ନିଶ୍ଚିତ ମୃତ୍ୟୁ ମୁଖରେ ପଡ଼ିବା। ସେ ମନକୁ ସଂଯମ କରିବା ପାଇଁ ଆମ ଶରୀରଟା କାହିଁକି ନଷ୍ଟ କରିବା? ଏତେ ବଡ଼ ଶରୀର ପାଇଛନ୍ତି, ଏ ମଦ ମାଂସ ଖାଇ କାହିଁକି ଶରୀରଟାକୁ ନଷ୍ଟ କରିବା? ତଥାପି ମଣିଷ ବୁଝିପାରୁନାହିଁ, ମଦ ମାଂସ ଖାଇ ଏ ଶରୀରଟାକୁ ଧ୍ୱଂସ ବାଟକୁ ନେଇଯାଉଛି। ଏଡ଼େ ହୀନ ବୁଦ୍ଧି କଲ, ମଦ ମାଂସ ଖାଇ ସବୁ ସାଇଲ ମନୁଆରେ, ଜାତି କୁଳ ଧର୍ମ ନଷ୍ଟ କଲ ମନୁଆରେ। ଯୋଉ ଜାତି ମନୋଭାବ ରହୁଛ, ଯୋଉ ଜାତୀୟ ମନୋଭାବ ରହୁଛ, ତମର ଜାତି ଅଛି। ତୁମେ ଯଦି ଏତେ ବଡ଼ କୁଳରେ ଜନ୍ମ ହେଇ ଯଦି ଇଏ ଭୁଲ କଲ, ମଦ ମାଂସ ଖାଇ ରାସ୍ତାରେ ପଡ଼ିଲା, ତମକୁ କେହି ଜାତି ବୋଲି କହିଲେ ନାହିଁ। ତମେ କୋଉ ଜାତିର ଲୋକ, ଯୋଉ ଉପାଧି ପାଇଥିଲ ସିଏ ଆଉ ନାହିଁ। ତମେ ଏତେ ବଡ଼ ଇଏରେ ଜନ୍ମ ହେଇ ତମେ ମଦ ମାଂସ ଖାଇଲ, ରାସ୍ତାରେ ପଡ଼ିଲ, ତମ କୁଳ ନଷ୍ଟ କଲ। ସେଇଥିପାଇଁ ଅନେକ ପ୍ରକାର ଉଦାହରଣ ମହାପ୍ରଭୁ ଦେଇଛନ୍ତି ଏ ସଂସାରକୁ। ରେ ଯଦି ଭଲ କର୍ମ କରିଥିବୁ ତ ପରିବାର ସବୁବେଳେ ଶାନ୍ତି ପାଇବ। ବାପା ମା ଯଦି ଭଲ କର୍ମ କରିଥିବେ, ପୁଅ ସବୁ ଜାଗାରେ ସମ୍ମାନିତ ହବ। ପୁଅ ଯଦି ଭଲ କର୍ମ କରିବ, ଏକା ପୁଅ ବାପ ସବୁ ଜାଗାରେ ସମ୍ମାନିତ ହବ। ତେଣୁ ଜାତି କୁଳ ଧର୍ମ ନଷ୍ଟ କଲୁ। ଆଜିର ମଣିଷ ଖାଲି ଆମେ ପ୍ରବଚନ କରିବା ନା ପ୍ରବଚନର ଅର୍ଥ ଜାଣିବା ଦରକାର।
प्रवचन क्या कहते पर कथा को आलोचना कर प्रवचन कहुए ना प्रवचन मूल मंत्र शत्रु को विनाश करने सत्यता को जागृत करने समस्त को सत बाटर जावाई प्रवर्ताइबा पर कथा को आलोचना करवानी प्रवचन अर्थ जाना दरकार आज मनीष ज्ञान वर्ष कौन प्रवचन 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 क्या कहते जाना दरकार पवित्र कथा को लोकलोचन को पहुंचेगा प्रभु कथार समर्पित हवा ये संसार को जो देवता बड़ देवता आमको आनी बाप माँ सेवा करिया बोली समस्त को प्रभुताएगा या प्रवचन आज मनीष अज्ञान बस ज्ञान भ्रष्ट हो सब कर्म करुछि